ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 18। ପରିଣାମ ପ୍ରତି ଦୃଷ୍ଟି ଦିଅ। ଶ୍ରୀ ୱିଲ୍ସ କ୍ୟାରିୟର ଏକ ମନୋବୈଜ୍ଞାନିକ ଉପାୟରେ ଚିନ୍ତାରୁ ମୁକ୍ତ ହେଉଥିଲେ। ସେ ଉପାୟକୁ 3 ଭାଗରେ ବିଭକ୍ତ କରୁଥିଲେ। ସେ ପ୍ରଥମେ ଚିନ୍ତନୀୟ ପରିସ୍ଥିତିର ସୂକ୍ଷ୍ମ ବିଶ୍ଳେଷଣ କରୁଥିଲେ। ମୁଁ କେଉଁ କାରଣରୁ ଚିନ୍ତିତ? ଏ ଭୟ ବା ଆଶଙ୍କା ସତ୍ୟ ହୋଇପାରେ କି? ଯଦି ସତ୍ୟ ହୁଏ ତେବେ ଅନ୍ତିମ ପରିଣାମ କ'ଣ ହୋଇପାରେ? ଏହାଦ୍ୱାରା ମୋର ମୃତ୍ୟୁ ହୋଇନପାରେ? କେହି ମୋତେ ଫାଶୀଦଣ୍ଡ ଦେଇନପାରେ? ତେବେ ଏହାର ସର୍ବାଧିକ ମନ୍ଦ ପରିଣାମ ଏତିକି ହେବ ବୋଲି ଧରି ନିଆଯାଇପାରେ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।